ରତନପୁର ଗାଁରେ ଜଣେ ବ୍ୟବସାୟୀ ରହୁଥିଲା। ତା ପତ୍ନୀର ନାମ ଥିଲା ପ୍ରେମଲତା। ସେ ଦେଖିବାକୁ ବହୁତ ସୁନ୍ଦରୀ ଥିଲା। ବ୍ୟବସାୟୀର ଘର ପାଖରେ ସରୋଜ ନାମରେ ଜଣେ ଠକ ରହୁଥିଲା। ତାର ଧନ ଦୌଲତରେ ଅଭାବ ନଥିଲା। ଦିନେ ସେ ପ୍ରେମଲତାର ସୁନ୍ଦରତାକୁ ଦେଖି ତାକୁ ବିବାହ କରିବାକୁ ସ୍ଥିର କଲା। ତେଣୁ ସେହି ଦିନଠାରୁ ସେ ଚେଷ୍ଟାରେ ଲାଗି ରହିଲା କିପରି ପ୍ରେମଲତାକୁ ଅକ୍ତିଆର କରିପାରିବ। ତାକୁ ପାଇବା ପାଇଁ ସେ ବ୍ୟବସାୟୀ ସହିତ ବନ୍ଧୁତା କଲା। ଆଉ ଧୀରେ ଧୀରେ ତାର ଗୋଟେ ଭଲ ମିତ୍ର ହୋଇଗଲା। ଦିନେ ବ୍ୟବସାୟୀ ସରୋଜକୁ କହିଲା, କେତେ ଦିନ ହେଲାଣି ମୋ ଆଖିକୁ ଭଲ ଦେଖାଯାଉନି। ମତେ ଲାଗୁଛି ଅଳ୍ପ ଦିନ ଭିତରେ ମୁଁ ଅନ୍ଧ ହେଇଯିବି। ମୋ ପାଖରେ 5,000 ସୁନା ମୋହର ଅଛି। ସେ ଧନକୁ ସୁରକ୍ଷା ଦେବା ପାଇଁ ମୋ ସ୍ତ୍ରୀର ଏତେ ବୁଦ୍ଧି ନାହିଁ। ତାକୁ କାହା ପାଖରେ ରଖିଲେ ମୋ ବାର୍ଦ୍ଧକ୍ୟରେ ସାହାରା ହୋଇପାରିବ। ମୋ ମତରେ ତମେ ଯାହାକୁ ସବୁଠାରୁ ବେଶୀ ବିଶ୍ୱାସ କରୁଛ ସେ ଧନ ତା ପାଖରେ ରଖ। ଏ ଦୁନିଆରେ ତମ ବିନା ମୁଁ କାହାକୁ ବିଶ୍ୱାସ କରିପାରୁନି। ଆଜିଠାରୁ ଏ 5,000 ମୋହର ତମେ ରଖ। ଯେତେବେଳେ ମୋର ଦରକାର ପଡିବ ତମ ପାଖକୁ ଯାଇ ନେଇ ଆସିବି। ଭାଇ, ତମେ ମତେ ବିଶ୍ୱାସ କଲ, ସେତିକି ବଡ କଥା। ମୋର ଆଉ କିଛି ଦରକାର ନାହିଁ। ବିଚରା ବ୍ୟବସାୟୀ ସରୋଜକୁ ସବୁ ଧନ ଦେଇଦେଲା। ଏହା ଭିତରେ କିଛି ଦିନ ବିତିଗଲା। ବ୍ୟବସାୟୀର ଦୁଇଟି ଯାକ ଆଖି ଧୀରେ ଧୀରେ ନଷ୍ଟ ହୋଇଗଲା। ଦିନେ ତାର ଧନର ଆବଶ୍ୟକତା ପଡିବାରୁ ସେ ତା ସ୍ତ୍ରୀକୁ କହିଲା, ତୁ ସରୋଜ ଘରକୁ ଯା। ତା ପାଖରେ ମୁଁ ଯୋଉ 5,000 ସୁନା ମୋହର ରଖିଥିଲି ସେଥିରୁ 500 ମୋହର ଆଣିବୁ। ଏ କଥା ଶୁଣି ପ୍ରେମଲତା ସରୋଜର ପାଖରେ ଯାଇ ପହଞ୍ଚିଲା। ତମ ସୁନ୍ଦରତାକୁ ଦେଖି ମୁଁ ତମକୁ ମୋର ସବୁ ସମ୍ପତ୍ତି ଦେଇଦେବି। ତମ ସ୍ୱାମୀ ତ ଅନ୍ଧ ହେଇଗଲାଣି, ତା ପାଖରେ କାହିଁ ରହିଛ? ମୋ ପାଖକୁ ଚାଲି ଆସ, ଖୁସିରେ ରହିବ। ଅନ୍ୟର ସ୍ତ୍ରୀକୁ ଏପରି କହିବାକୁ ତମକୁ ଟିକେ ଖରାପ ଲାଗୁନି? ତୋ ଅନ୍ଧ ସ୍ୱାମୀ ପାଖରେ ଏତେ ଧନ କୋଉଠୁ ଆସିବ ଯେ ସିଏ ମୋ ପାଖରେ ରଖିବ? ମୁଁ ସେ ମୋହର ବିଷୟରେ କିଛି ଜାଣିନି। ତୁ ଏଠୁ ପଳା। ପ୍ରେମଲତା ସେଠାରୁ ନିରାଶ ହେବା ପରେ ମନ ଦୁଃଖରେ ଘରକୁ ଫେରି ଆସିଲା। ତମ ସାଙ୍ଗ କହିଲା ତମ ପାଖରେ ଏତେ ଧନ କୋଉଠୁ ଆସିବ ଯେ ତମେ ତା ପାଖରେ ରଖିବ? ତୁ ମୁଖିଆ ପାଖକୁ ଯା। ସିଏ ମୋର ଗୋଟେ ଭଲ ସାଙ୍ଗ। ମୋର ବିଶ୍ୱାସ ଅଛି ଆମ ଧନ ଫେରାଇ ଆଣିବାରେ ସିଏ ସାହାଯ୍ୟ କରିବେ। ପ୍ରେମଲତା ତା ସ୍ୱାମୀର କଥା ଅନୁସାରେ ମୁଖିଆକୁ ଯାଇ ସବୁ କଥା କହିଲା। ଯେତେବେଳେ ମୁଖିଆ ଏତେ ସୁନ୍ଦରୀ ସ୍ତ୍ରୀକୁ ଦେଖିଲା, ସେ ବି ତାକୁ ପାଇବାକୁ ମନେ ମନେ ସ୍ଥିର କରିଦେଲା। ମୋ କଥା ଯଦି ମାନିବ ମୁଁ ତମ ସ୍ୱାମୀର 5,000 ମୋହର ଫେରେଇ ଆଣିବି। ମୋର ଏତେ ସମ୍ପତ୍ତି ଅଛି, ତାକୁ ଭୋଗ କରିବାକୁ କେହି ନାହାନ୍ତି। ତମେ ସେ ଅନ୍ଧକୁ ଛାଡି ମୋ ପାଖକୁ ଚାଲି ଆସ। ମୋ ସ୍ୱାମୀ ବିଷୟରେ ତମକୁ ଏପରି କହିବା ଦରକାର ନାହିଁ। ମୁଁ ଯୋଉ କାମରେ ଆସିଥିଲି ସେ ବିଷୟରେ କୁହ। ତୁ ଯଦି ମୋ କଥାରେ ରାଜି ହବୁନୁ ମୁଁ ତୋର କିଛି କଥା ଶୁଣିବିନି। ତୁ ଏବେ ଯାହା ପାଖକୁ ଯିବା କଥା ଯା। ପ୍ରେମଲତା ମୁଖିଆ ଠାରୁ ନିରାଶ ହେବା ପରେ ଘରକୁ ଫେରି ଆସିଲା। ତା ସ୍ୱାମୀକୁ ସବୁ କଥା ଜଣାଇଲା। ରାଜାଙ୍କ ସିପାହୀ ମୋର ଜଣେ ଭଲ ବନ୍ଧୁ। ତୁ ତାଙ୍କ ପାଖକୁ ଯା। ଏ କାମରେ ହୁଏତ ସିଏ ଆମକୁ ସାହାଯ୍ୟ କରିପାରନ୍ତି। ଏହାପରେ ପ୍ରେମଲତା ସିପାହୀ ପାଖକୁ ଗଲା। ତାକୁ ବି ସବୁ କଥା ଜଣାଇଲା। ସିପାହୀର କଥାବାର୍ତ୍ତା ବି ସେହିପରି ଥିଲା। ସେ ପ୍ରେମଲତାକୁ ପାଇବା ପାଇଁ ପ୍ରସ୍ତାବ ଦେଲା। ଅନ୍ୟର ସ୍ତ୍ରୀକୁ ଖରାପ ଦୃଷ୍ଟିରେ ଦେଖିବାକୁ ତମକୁ ଟିକେ ଖରାପ ଲାଗୁନି? ମୁଁ କଣ କରିପାରେ ତୁ ତ ଭଲ ଭାବରେ ଜାଣିଛୁ। ମୋ କଥାରେ ଯଦି ରାଜି ହବୁନୁ ମୁଁ ବି ତୋ କାମ କରିବିନି। ପ୍ରେମଲତା ସିପାହୀ ପାଖରୁ ନିରାଶ ହେବା ପରେ ମନ ଦୁଃଖରେ ଘରକୁ ଫେରି ଆସିଲା। ଏ ଦୁନିଆରେ ଆଉ ନ୍ୟାୟ ନାହିଁ। ତମେ ସେ ମୋହରକୁ ଭୁଲି ଯାଅ। କୋଉଠି ମୂଲ୍ୟ ଲାଗି ପେଟ ପୋଷିବା ପାଇଁ ଚିନ୍ତା କର। ବୁଢା ବୟସରେ ଟିକେ ଭଲରେ ଚଳିବା ପାଇଁ ସାରା ଜୀବନ କଷ୍ଟ କରି 5,000 ମୋହର ରଖିଥିଲି। ସେତକ ଯଦି ବୁଡ଼ିଗଲା ମୋର ବଞ୍ଚି ରହି ଲାଭ କଣ? ଏହି ସମୟରେ ପ୍ରେମଲତାର ମୁଣ୍ଡକୁ ଗୋଟେ ବୁଦ୍ଧି ଜୁଟିଲା। ତମେ ଚିନ୍ତା କରନି, ମୋ ମୁଣ୍ଡକୁ ଗୋଟେ ଭଲ ଉପାୟ ଆସିଛି। ଏହାପରେ ପ୍ରେମଲତା ବଜାରକୁ ଗଲା। ଦୁଇଟି ବଡ ବଡ ସିନ୍ଦୁକ ତିଆରି କରିବା ପାଇଁ ବରାଦ ଦେଲା। ଠିକ ଅଛି, ଆଜି ସନ୍ଧ୍ୟା ସୁଦ୍ଧା 2ଟା ଯାକ ସିନ୍ଦୁକ ତିଆରି ହେଇଯିବ।
ଘରକୁ ଆସିବା ପରେ ପ୍ରେମଲତା ତା ଚାକରାଣୀକୁ କହିଲା, ଘର ସଫା ସୁତରା କରି ଭଲ କରି ସାଜସଜା କର। ଏପଟେ ସନ୍ଧ୍ୟା ସୁଦ୍ଧା ଦୁଇଟି ଯାକ ସିନ୍ଦୁକ ତାଙ୍କ ଘରେ ଆସି ପହଞ୍ଚିଗଲା। ପ୍ରେମଲତା ସରୋଜ ଘରକୁ ଯିବା ପାଇଁ ବାହାରିଲା। ଯେତେବେଳେ ସେ ତା ଘରେ ଯାଇ ପହଞ୍ଚିଲା, ସରୋଜ ପ୍ରେମଲତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ମୁଁ ଯଦି ଆଗରୁ ଜାଣିଥାନ୍ତି ତମ ପାଖରେ ଏତେ ଧନ ଅଛି ବୋଲି ତମ କଥାରେ ରାଜି ହେଇ ଯାଇଥାନ୍ତି। ତମକୁ ନିମନ୍ତ୍ରଣ ରହିଲା, କାଲି ସନ୍ଧ୍ୟାରେ ଆମ ଘରେ ଯାଇ ପହଞ୍ଚିବ। ମୋର ବିଶ୍ୱାସ ଥିଲା ତମେ ଦିନେ ନା ଦିନେ ମୋ ପ୍ରସ୍ତାବରେ ରାଜି ହେବ। ହଉ ଯାଅ, ମୁଁ ଯାଇ ପହଞ୍ଚିବି। ପ୍ରେମଲତା ସେଠାରୁ ବାହାରି ମୁଖିଆ ଓ ପରେ ସିପାହୀ ଘରକୁ ଗଲା। ସେମାନଙ୍କୁ ଭୁଲ ମାଗିବା ପରେ ତାଙ୍କ ଘରେ ସନ୍ଧ୍ୟାରେ ପହଞ୍ଚିବା ପାଇଁ ନିମନ୍ତ୍ରଣ ଦେଲା। ସେମାନେ ବି ପ୍ରେମଲତାର ସୁନ୍ଦରତାକୁ ଦେଖି ତା ଘରକୁ ଆସିବା ପାଇଁ ରାଜି ହୋଇଗଲେ। ତା ପରଦିନ ପ୍ରଥମେ ସରୋଜ ବ୍ୟବସାୟୀର ଘରେ ଯାଇ ପହଞ୍ଚିଲା। ପ୍ରେମଲତା ଆଗରୁ ପ୍ରସ୍ତୁତ ହୋଇ ତାକୁ ଅପେକ୍ଷା କରି ବସିଥିଲା। ଯେତେବେଳେ ସରୋଜକୁ ଦେଖିଲା, ତାକୁ ଭିତର ପଟ ଘରକୁ ନେଇ କବାଟ ବନ୍ଦ କରିଦେଲା। ସରୋଜ ତା ସହିତ ଆଣିଥିବା 100ଟି ସୁନା ମୋହର ପ୍ରେମଲତାକୁ ଦେଲା। ପ୍ରେମଲତା ସରୋଜକୁ ବସାଇ ତା ସହିତ କଥାବାର୍ତ୍ତା ହେଉଥିଲା। ଏହି ସମୟରେ ତାଙ୍କ ଚାକରାଣୀ ଆସି କବାଟ ବାଡ଼େଇଲା। ମା, ଶୀଘ୍ର କବାଟ ଖୋଲନ୍ତୁ, ଆପଣଙ୍କ ଭାଇ ଆସିଛନ୍ତି। ତମେ ଟିକେ ବସିଥା, ମୁଁ ତାଙ୍କୁ ଦେଖା କରି ଆସୁଛି। ପ୍ରେମଲତା କବାଟ ବନ୍ଦ କରି ବାହାରକୁ ଆସିଲା। ଏହା ଭିତରେ ମୁଖିଆ ସେଠାରେ ଆସି ପହଞ୍ଚି ଯାଇଥିଲେ। ପ୍ରେମଲତା ମୁଖିଆକୁ ଧରି ଆଉ ଗୋଟେ ଘରକୁ ନେଇଗଲା। ତା ସହିତ ଭଲରେ କଥାବାର୍ତ୍ତା କଲା। ଚାକରାଣୀକୁ କହି ତାହାର ଚର୍ଚ୍ଚା କଲା। ଆଜି ରାତିରେ ଆପଣ ଏଇଠି ରହିବେ। ଏହି ସମୟରେ ରାଜାଙ୍କର ସିପାହୀ ଆସି ପହଞ୍ଚିଲା। କିଏ ଆସିଛି? ରାଜାଙ୍କର ଜଣେ ସିପାହୀ ଆସିଛନ୍ତି। ଏକଥା ଶୁଣି ମୁଖିଆ ଭୟ କରିଗଲା। ସିଏ କାହିଁ ଆସିଛି? ସିଏ ମୋ ସ୍ୱାମୀଙ୍କର ଜଣେ ଭଲ ସାଙ୍ଗ, ତାଙ୍କ ଖବର ବୁଝିବାକୁ ଆସିଥିବେ। ମୁଁ ତାହେଲେ ଏବେ କଣ କରିବି? ସେଠାରେ ଯୋଉ ସିନ୍ଦୁକ ଅଛି ତା ଭିତରେ ଲୁଚି ଯାଆନ୍ତୁ। ମୁଖିଆ ଡରିଯାଇ ସେ ସିନ୍ଦୁକ ଭିତରେ ପଶିଗଲା। ଏହି ସୁଯୋଗରେ ପ୍ରେମଲତା ସିନ୍ଦୁକ ବନ୍ଦ କରି ସେଥିରେ ତାଲା ପକାଇ ଦେଲା। ଏହା ପରେ ସେ ସିପାହୀ ପାଖକୁ ଗଲା। ତାର ଖୁବ୍ ଚର୍ଚ୍ଚା କଲା। ଆପଣ ଆଜି ରାତିଟା ଏଇଠି ରହିଯାଆନ୍ତୁ, ମୁଁ ଆପଣଙ୍କ ପାଇଁ ଖାଇବାର ବ୍ୟବସ୍ଥା କରୁଛି। ଏହି ସମୟରେ ପୂର୍ବ ଯୋଜନା ଅନୁସାରେ ତାଙ୍କ ଚାକରାଣୀ ଆସି କବାଟ ବାଡ଼େଇଲା। କଣ ହେଲା, ତୁ ଜାଣିପାରୁନୁ ମୁଁ କାହା ସହିତ କଥା ହେଉଛି? ମା, ଆପଣଙ୍କ ଭାଇ ଆସିଛନ୍ତି। ସିଏ ଆପଣଙ୍କୁ ଏ ଅବସ୍ଥାରେ ଦେଖିଲେ କଣ ଭାବିବେ? ଏ କଥା ଶୁଣି ପ୍ରେମଲତା ଡରିଯିବାର ଅଭିନୟ କଲା। ଏତେ ରାତିରେ ସେ ଆପଣଙ୍କୁ ମୋ ଘରେ ଦେଖିଲେ ଖରାପ ଭାବିବେ। ଆପଣ ଦୟାକରି ଏ ସିନ୍ଦୁକ ଭିତରେ ଲୁଚି ଯାଆନ୍ତୁ। ମୋ ଭାଇଙ୍କୁ ବିଦା କରି ମୁଁ ଶୀଘ୍ର ଫେରି ଆସିବି। ସିପାହୀ କିଛି ବୁଝି ନ ପାରି ସିନ୍ଦୁକ ଭିତରେ ଯାଇ ପଶିଗଲା। ପ୍ରେମଲତା ସିନ୍ଦୁକ ବନ୍ଦ କରି ତାଲା ପକାଇ ଦେଲା। ଏବେ ମୁଖିଆ ଓ ସିପାହୀକୁ ତାଲା ପକାଇ ସାରିବା ପରେ ସରୋଜ ପାଖରେ ଯାଇ ପହଞ୍ଚିଲା। ଆପଣ ଏତେ ସମୟ ବସିଲେଣି, ମତେ ଖରାପ ଭାବୁଥିବେ। ଚାଲନ୍ତୁ ସେପଟ ଘରକୁ ଯିବା। ଏହାପରେ ପ୍ରେମଲତା ସରୋଜକୁ ସେ ସିନ୍ଦୁକ ଥିବା ଘରକୁ ନେଇଗଲା। ତମେ ସେ ଅନ୍ଧକୁ ଛାଡି ମୋ ପାଖରେ ରହିବ କି ନାହିଁ କହିଲ? ହେଲେ ଆପଣ ଏ ଘର ଆଉ ସିନ୍ଦୁକକୁ ସାକ୍ଷୀ ରଖି କୁହନ୍ତୁ, ମୋ ସ୍ୱାମୀ ଆପଣଙ୍କ ପାଖରେ 5000 ସୁନା ମୋହର ରଖିଥିଲେ କି ନାହିଁ? ତମେ ବ୍ୟସ୍ତ ହୁଅନି, ତମ ସ୍ୱାମୀ ମୋ ପାଖରେ ଯୋଉ 5000 ସୁନା ମୋହର ରଖିଥିଲା ମୁଁ ତାକୁ ଫେରେଇ ଦେବି। ତା ସହିତ ଆଉ 5000 ସୁନା ମୋହର ତମକୁ ଉପହାର ଦେବି। ମୋ ସ୍ୱାମୀଙ୍କର 5000 ସୁନା ମୋହର ତୁମ ପାଖରେ ରଖାଯାଇଛି ବୋଲି ଏ ଦୁଇଟି ଯାକ ସିନ୍ଦୁକ ସାକ୍ଷୀ ରହିଲେ। ଆରେ କହିଲି ପରା, ଏତେ ଥର କଣ ପଚାରୁଛ? ତମେ ଟିକେ ବସ, ମୁଁ ଏବେ ଆସୁଛି।
ଏହାପରେ ପ୍ରେମଲତା ବାହାରକୁ ଆସିଲା। ଧାଇଁ ଆସ ହୋ ଧାଇଁ ଆସ ଭାଇମାନେ, ଆମ ଘରେ ଚୋର ପଶିଛି। ଭାଇମାନେ, କିଏ କୋଉଠି ଅଛ? ଶୀଘ୍ର ଆସ। ଆମ ଘରେ ଚୋର ପଶିଛି। ଚାକରାଣୀ ବି ତା ସହିତ ମିଶି ଡାକ ପକାଇଲା। ସେମାନଙ୍କ ଡାକ ଶୁଣି ଆଖପାଖର ଲୋକମାନେ ଜମା ହୋଇଗଲେ। ସେମାନେ ଦେଖିଲେ ପ୍ରକୃତରେ କେହି ବ୍ୟକ୍ତି ପ୍ରେମଲତାର ଘର ଭିତରେ ପଶିଛି। କେତେଜଣ ଲୋକ ସରୋଜ ଥିବା ଘରର କବାଟ ବନ୍ଦ କରି ତାକୁ ଜଗି ରହିଲେ। ତା ପରଦିନ ପ୍ରେମଲତା ଲୋକମାନଙ୍କ ସହାୟତାରେ ସରୋଜକୁ ମହାରାଜାଙ୍କ ପାଖକୁ ନେଇଗଲା। ମହାରାଜା, ଏ ଲୋକ ପାଖରେ ମୋ ସ୍ୱାମୀ 5,000 ସୁନା ମୋହର ଜମା ରଖିଥିଲେ। ଇଏ ତାକୁ ଫେରେଇବାକୁ ମନା କରୁଛି। ମହାରାଜା, ଏ ସ୍ତ୍ରୀ ଲୋକ ମିଛ କହୁଛି। ତମ ସ୍ୱାମୀ ଠାରୁ ଏ 5,000 ମୋହର ନେଇଛି ବୋଲି ତୁମ ପାଖରେ କି ପ୍ରମାଣ ଅଛି? ହଁ ଆଜ୍ଞା, ଆପଣ ଲୋକ ପଠାଇ ମୋ ଘରୁ 2ଟି ସିନ୍ଦୁକ ନେଇ ଆସନ୍ତୁ। ସେ ସିନ୍ଦୁକ ମୋ ପାଇଁ ସାକ୍ଷୀ ଦେବେ। ଅଳ୍ପ ସମୟ ଭିତରେ ପ୍ରେମଲତାର ଘରୁ 2ଟି ସିନ୍ଦୁକ ଆସି ପହଞ୍ଚିଲା। ଏ ନିର୍ଜୀବ ସିନ୍ଦୁକ ତୁମ ପାଇଁ କିପରି ସାକ୍ଷୀ ଦେବେ? ଆପଣ ଏ ସିନ୍ଦୁକ ଉପରେ ନିଆଁ ଜଳାଇବାକୁ ଆଦେଶ ଦିଅନ୍ତୁ, ସବୁ ଜାଣିପାରିବେ। ଏହାପରେ ମହାରାଜା ସିପାହୀମାନଙ୍କୁ କହି ତା ଉପରେ ନିଆଁ ଲଗାଇ ଦେଲେ। ଅଳ୍ପ ସମୟ ଭିତରେ ସିନ୍ଦୁକ ଗରମ ହୋଇଯିବାରୁ ତା ଭିତରେ ଥିବା ମୁଖିଆ ଓ ସିପାହୀ ବଡ଼ ପାଟିରେ କହିବାକୁ ଲାଗିଲେ, ହଁ ମହାରାଜ, ଏ ସ୍ତ୍ରୀ ଲୋକ ସତ କହୁଛି। ଏ ବ୍ୟକ୍ତି ଆମ ସାମ୍ନାରେ ସ୍ୱୀକାର କରିଛି। ମହାରାଜା ସିନ୍ଦୁକ ଭିତରୁ ଆସୁଥିବା ଶବ୍ଦ ଶୁଣି ତାକୁ ଖୋଲିବାକୁ ଆଦେଶ ଦେଲେ। ସିନ୍ଦୁକ ଖୋଲାଯିବାରୁ ତା ଭିତରୁ ମୁଖିଆ ଓ ସିପାହୀ ବାହାରିଲେ। ସେମାନଙ୍କ ମୁଣ୍ଡ ଲଜ୍ଜାରେ ତଳକୁ ହୋଇଯାଇଥିଲା। ମହାରାଜା ଘଟଣା ବିଷୟରେ ପଚାରିବାରୁ ପ୍ରେମଲତା ସବୁ କଥା ଜଣାଇଲା। ଯେତେବେଳେ ମହାରାଜା ଜାଣିଲେ ମୁଖିଆ ଓ ସିପାହୀ ପ୍ରେମଲତାକୁ ନ୍ୟାୟ ଦେବା ବଦଳରେ ନିଜ ନିଜର ସ୍ୱାର୍ଥ ଚାହୁଁଥିଲେ, ସେ କ୍ରୋଧରେ କମ୍ପି ଉଠିଲେ। ଆଉ ଅତି ଶୀଘ୍ର ସେମାନଙ୍କୁ କାରାଗାରକୁ ପଠାଇଦେଲେ। ସେମାନଙ୍କ ସହିତ ସରୋଜ ବି କାରାଗାରକୁ ଗଲା। ମହାରାଜା ତା ସମ୍ପତ୍ତି ଜବତ କରି 5,000 ସୁନା ମୋହର ପ୍ରେମଲତାକୁ ଦେଲେ। ପ୍ରେମଲତା ଏହି ପ୍ରକାର ନିଜ ଚତୁରତା ବଳରେ ତା ସ୍ୱାମୀର ଧନକୁ ଫେରି ପାଇଲା। ଆଉ ଭ୍ରଷ୍ଟ ରାଜ କର୍ମଚାରୀମାନଙ୍କୁ ଦଣ୍ଡ ବି ଦେଇଥିଲା।